ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞର କଳସ ଯାତ୍ରା ମହାସମାରୋହରେ ପାଳିତ। ଗୁରୁବାର ଦିନ ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଅନେକ ସ୍ଥାନରେ ନାମଯଜ୍ଞ, ମହାଭାରତ ପାରାୟଣ, ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି ଗୁଲାମୁଣ୍ଡା ବ୍ଲକରେ ଅପରାହ୍ନ 4:45 ମଧ୍ୟରେ 16 ପ୍ରହର ନାମ ଅଖଣ୍ଡ ଯଜ୍ଞ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାଳ ବୈଶାଖୀ ପାଖକୁ ଖାତିର ନକରି ଅଞ୍ଚଳର ଶହ ଶହ ମହିଳା ନିଜ ନିଜ ମୁଣ୍ଡରେ ଶୁଭ କଳସ ଧାରଣ କରି ହୁଳହୁଳି ଏବଂ ସଂକୀର୍ତ୍ତନ ମଣ୍ଡଳୀ ବାଦ୍ୟରେ କମ୍ପିତ ହେଉଥିଲା ଗୁଲାମୁଣ୍ଡା ସହର। ହଜାର ହଜାର ଭକ୍ତଙ୍କ ଭିଡ଼ରେ ଭକ୍ତି ଓ ଭାବମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତ କଳସ ଯାତ୍ରାରେ ଶିବ ମନ୍ଦିର ନିକଟସ୍ଥ ଗଙ୍ଗାସାଗର ପୋଖରୀରୁ ଜଳକୁ ପୂଜକ ସୁକଦେବ ମୁଣ୍ଡଙ୍କ ଦ୍ୱାରା ପୂଜାବିଧି କରି କଳସରେ ଭର୍ତ୍ତି କରିବା ସହ ଜଗନ୍ନାଥ ମନ୍ଦିର ପ୍ରହରୀ ମଣ୍ଡପଠାରେ କଳସ ସ୍ଥାପନ କରିଥିବା ଦୃଶ୍ୟ ଅତ୍ୟନ୍ତ ଆଗ୍ରହ ଓ ମନୋରମ ଥିଲା। ଉକ୍ତ 16 ପ୍ରହର ଅଖଣ୍ଡ ନାମଯଜ୍ଞ କମିଟିର ସଭାପତି ଶ୍ରୀ ଘନଶ୍ୟାମ ନାୟକ, ଉପସଭାପତି ଅଭିରାମ ନାୟକ, ସମ୍ପାଦକ ହେମନ୍ତ ନାୟକ, ସହ ସମ୍ପାଦକ କୁମାର ରଣା, କୋଷାଧ୍ୟକ୍ଷ ଟଙ୍କଧର ନାୟକ, ଡମ୍ବ ନାୟକ ଓ କର୍ତ୍ତା ଭାବେ ଶ୍ରୀମତୀ ରୀତା କଟା ଓ ଭୂଷା କଟା ତଥା ଗ୍ରାମବାସୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି ପବିତ୍ର 16 ପ୍ରହର ଅଖଣ୍ଡ ନାମଯଜ୍ଞ କଳସ ଯାତ୍ରା। ଅପରାହ୍ନ ଅଧିବାସ ଓ ଆସନ୍ତା 30/5/2025 ଶୁକ୍ରବାର ସକାଳ 7:45 ମହାମନ୍ତ୍ର ନାମ ଆରମ୍ଭ ହୋଇ 1/6/2025 ରବିବାର ସକାଳ 7:45 ନାମ ସମାପନ ଓ ପୂର୍ଣ୍ଣାହୁତି ସହ ଦଧିହାଣ୍ଡି ଭଗ୍ନ ହେବାର ସ୍ଥିରୀକୃତ ହୋଇଥିବା ବେଳେ ବହୁ ଦୂର ଦୂରାନ୍ତରୁ ସଂକୀର୍ତ୍ତନ ମଣ୍ଡଳୀ ଦଳ ଆସି ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିବେ। କଳାହାଣ୍ଡିରୁ ବିଷ୍ଣୁଚରଣ ସ୍ୱାଇଁଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଆପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ।